ଜୟ ଜଗନ୍ନାଥ। ସକାଳୁ ସକାଳୁ ଆଜି ଅମିତ ଭାଇଙ୍କର ମେସେଜ୍ ଆସିଲା। ମୁଁ କହିଲି ଅମିତ ଭାଇ ଆଜି କ'ଣ ମେସେଜ୍ କଲ, ବାଲାନ୍ସ ନାହିଁ ନା? ନାଇଁ ବାଲାନ୍ସ ନାହିଁ। ମୁଁ କହିଲି ହଉ ଠିକ୍ ଅଛି ଚାଲ, ଆଉ ପାଟି କରନି। ତ ଆମେ ଆଗ ପଛ କିଛି ନ ଭାବି ବାହାରି ଗଲୁ ପୁରୀ। ମୁଁ କହିଲି ଆଜି କୁଆଡ଼େ ଯିବାର ଅଛି କି? ଅମିତ ଭାଇ କହିଲେ କି ଆମେ ବ୍ରହ୍ମଗିରି ଯିବାର ଅଛି। ମୁଁ କହିଲି ହଉ ଠିକ୍ ଅଛି। ଆମେ ଆସି ପହଞ୍ଚିଗଲୁ ଆପଣମାନେ ଯେଉଁଠି ଫଟୋ ଉଠାନ୍ତି ସେଇଠି। କିଛି ବାଟ ଗଲା ପରେ ଦେଖିଲୁ ଜଣେ ଭାଇ ସାଇକେଲରୁ ୱେଷ୍ଟବେଙ୍ଗଲରୁ ପୁରୀ ଯାଉଛନ୍ତି। ମୁଁ ପଚାରିଲି ଭାଇ କ'ଣ ପାଇଁ ଯାଉଛ? ନା RCB ଜିତିବ ବୋଲି। ମୁଁ କହିଲି ଆହା ତୁମେ ତ ବହୁତ ବଡ଼ ଫ୍ୟାନ୍। କହିଲେ ହଁ ଭାଇ ମୁଁ ବହୁତ ବଡ଼ ଫ୍ୟାନ୍, ଆଉ ଏ ବର୍ଷ RCB ବି ଜିତିବ। ମୁଁ କହିଲି ହଉ ଠିକ୍ ଅଛି ତୁମେ ଆଗରେ ଚାଲ, ଆମେ ଯାଉଛୁ ତୁମ ପଛରେ। ବାଁ ପଟେ ଗଲେ ପୁରୀ ବାଇପାସ୍ ରୋଡ଼ ମିଳିବ ଏବଂ ଡାହାଣ ପଟେ ଗଲେ ବ୍ରହ୍ମଗିରି ବାଇପାସ୍ ରୋଡ଼ ମିଳିବ। ତ ଆମେ କିଛି ନ ଭାବିକି ଆଗ ପହଞ୍ଚିଗଲୁ ଆସିକି ବ୍ରହ୍ମଗିରିରେ ଥିବା ଜେନା ଗାର୍ମେଣ୍ଟସ୍। ତ ଚାଲନ୍ତୁ ଭିତରକୁ ଯିବା, ଭାଇ କ'ଣ ରଖିଛନ୍ତି ସବୁ ଦେଖିବା। ମୁଁ ତ ଭିତରକୁ ଯାଇ ଦେଖିଲା ବେଳକୁ ଭାଇ ତ ବହୁତ ପ୍ରକାର ଆଇଟମ୍ ରଖିଥିଲେ, ଯାହାକି ସ୍ପୋର୍ଟସ୍ ଆଇଟମ୍ ଥିଲା। ଆହୁରି ବି ତାଙ୍କ ପାଖରେ ବହୁତ ଜିନିଷ ଥିଲା, ବହୁତ ବଢ଼ିଆ ବଢ଼ିଆ ଜିନିଷ। ତ ଆମେ ଆଉ ଡେରି ନ କରିକି ଆମ ପାଖରେ ଯାହା ସବୁ ସାମ୍ପଲ୍ ଥିଲା ଅମିତ ଭାଇ ଗୋଟେ ପରେ ଗୋଟେ ଦେଖେଇ ଚାଲିଲେ ଏବଂ ଭାଇଙ୍କୁ ବହୁତ ପସନ୍ଦ ବି ଆସିଲା। ସାମ୍ପଲ୍ ନୂଆ ନୂଆ ଆସିଥିଲା କିଛି, ତ ଭାଇ ସେ ନୂଆ ସାମ୍ପଲ୍ରୁ କିଛି ଦେଖିକି ଅର୍ଡ଼ର କଲେ। ଆମକୁ ବହୁତ ଖୁସି ଲାଗିଲା, ତାଙ୍କୁ ବି ବହୁତ ଖୁସି ଲାଗିଲା। ଏବଂ ଆପଣମାନେ ଯଦି ଚାହୁଁଛନ୍ତି ରାଇଜର ସ୍ପୋର୍ଟସ୍ ପ୍ୟାଣ୍ଟ ମ୍ୟାନୁଫ୍ୟାକ୍ଚରିଂ କମ୍ପାନୀ ତରଫରୁ ଆମେ ଆପଣଙ୍କ ଷ୍ଟୋରକୁ ଭିଜିଟ୍ କରୁ, ତ ଉପରେ ଦିଆଯାଇଥିବା ନମ୍ବରରେ କଣ୍ଟାକ୍ଟ କରନ୍ତୁ। ଆମେ ଅମିତ ଭାଇଙ୍କର ମୋର ଯାଇକି ଆପଣଙ୍କ ସେବାରେ ପହଞ୍ଚିବୁ ଆପଣଙ୍କ ଷ୍ଟୋରରେ। ରହିଲି, ଜୟ ଜଗନ୍ନାଥ। ପୁରୀ ଆସି ଯଦି ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ ନ କରିବା ତ ପୁରୀ ଆସି କିଛି ଲାଭ ନାହିଁ। ତ ଆମେ ଆସି ପହଞ୍ଚି ଯାଇଥିଲୁ ନରେନ୍ଦ୍ର ପୋଖରୀରେ। ଯାଇ ପହଞ୍ଚିକି ଦେଖିଲା ବେଳକୁ ନରେନ୍ଦ୍ର ପୋଖରୀରେ ଚନ୍ଦନ ଯାତ୍ରା ହେଉଥିଲା। ମୁଁ କହିଲି ଆହା କି ଭାଗ୍ୟ ଆମର, ଆଜି ଚନ୍ଦନ ଯାତ୍ରା ଦେଖିବାକୁ ମିଳିଗଲା। ତ ମୁଁ ଆଉ ଅମିତ ଭାଇ ଆମେ ପଶିଗଲୁ ଚନ୍ଦନ ଯାତ୍ରା ଦେଖିବୁ ବୋଲି। ଚନ୍ଦନ ଯାତ୍ରାରେ ପ୍ରଭୁଙ୍କୁ ଦର୍ଶନ କରିଦେଇ ଆମେ ବାହାରି ଯାଇଥିଲୁ ବଡ଼ଦାଣ୍ଡକୁ। ତ ବଡ଼ଦାଣ୍ଡରେ ଯାଇ ପହଞ୍ଚିଲା ବେଳକୁ ପ୍ରଭୁଙ୍କୁ ଦର୍ଶନ କରିସାରିଲା ପରେ ଆମେ ଆଉ କୁଆଡ଼େ ଯିବାକୁ ଇଚ୍ଛା କଲୁନି। ସେଇଠି ଅଧଘଣ୍ଟା ଘଣ୍ଟାଏ ଆମେ ଠିଆ ହେଇଗଲୁ। ଦେଖୁନାହାନ୍ତି କେତେ ସୁନ୍ଦର ଦେଖାଯାଉଛି ମୋ କାଳିଆ ସାନ୍ତର ଘର। ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ସାମ୍ନାରେ ବସି ବସି ଆମେ 12ଟା ରାତିରେ ଘରକୁ ଫେରିଲୁ। ମନ ଶାନ୍ତି ହେଇଗଲା, ହୃଦୟ ଶାନ୍ତି ହେଇଗଲା। ଗାଡ଼ି ଚଲାଉଥିଲା ବେଳେ ଯେଉଁ କଷ୍ଟ ହେଉଥିଲା ସେ କଷ୍ଟ ବି କୁଆଡ଼େ ଦୂର ହେଇଗଲା। ତ ରହିଲି, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।